ବାବା ବାଲକୃଷ୍ଣଙ୍କ ପାଦ ପଦ୍ମରେ ମୋର କୋଟି ପ୍ରଣାମ। ଆଜି ଯେଉଁ ଏଇ ବିଦାୟକାଳୀନ ସଭାରେ ଆମ ଗ୍ରାମରେ ଥିବା ଆମର ଏଇ ଯେଉଁ ସୁଖମଣି ପ୍ରଧାନ ଯେଉଁ ଦୀର୍ଘ ଦିନର ସନ୍ତାନ ଏବଂ ସେବା ମଧ୍ୟ ସ୍କୁଲରେ ଅଛନ୍ତି ଏବଂ ସେ ଜଣେ ନିରାଶ ମହିଳା ବାଲ୍ୟ ବିଧବା କହିଲେ ବି ବିବାହ କରିଥିଲେ ବାଲ୍ୟ ବିଧବା ଏବଂ ତାଙ୍କର ପିଲାମାନଙ୍କ ପ୍ରତି ଯେଉଁ ସ୍ନେହ ମମତା ସେ ନିଜର ପିଲା ଭାବି ମୋର ଦୀର୍ଘ ଦିନର ଅନୁଭୂତି କାରଣ ଏ ସ୍କୁଲରେ ମୁଁ 97 ସେବା କରିପାରି ଏବଂ ଆଜି ଆଉ ଜଣେ ଯିଏ ଅଛନ୍ତି ଆମର ପ୍ରତିଭା ବ୍ୟକ୍ତି ଯେ ବିଦାୟକାଳୀନର ଅଛନ୍ତି ଯେଉଁ ଲକ୍ଷ୍ମୀନାରାୟଣ ସରସ୍ୱତୀ ସାଗର କହୁଛନ୍ତି ତାଙ୍କ ବାବଦରେ ମୁଁ ଟିକେ କହିବାକୁ ଯାଉ ମାନେ ଭାବିଥିଲି ପଳେଇ ଖାଇକି ପାନ କିଛି ପାନ ନେଇ ଖାଇ ଘରକୁ ପଳେଇବି ତଥାପି ମୋ ପାଦ ଗଲା ନାହିଁ କାରଣ ସେ ମୋର ପାଇଁ ସହପାଠୀ କଲେଜ ଜୀବନରେ ସେ ମୋ ସାଙ୍ଗ ଏବଂ କଲେଜ ଜୀବନରେ ତାଙ୍କର ଯେଉଁ ଟିକେ କଲେଜ ପାଖକୁ ଯାଉଛି ତାଙ୍କର ଜୀବନଟା କଲେଜ ଜୀବନରେ ଯେଉଁ ଅନୁଭୂତି ହଜାର ହଜାର ପିଲା ଭିତରେ ଯଦିଓ ସମ୍ପର୍କ ସ୍ଥାପନ କରିବାଟା ସମ୍ଭବ ନୁହେଁ ତଥାପି ମୁଁ ରାଜନୀତି କରୁଥାଏ କଲେଜ ଜୀବନରେ ମୁଁ ଯେତେବେଳେ କ୍ଲାସକୁ ଆସିବି କଲେଜ ଜୀବନ ରାଜନୀତି ଯେଉଁମାନେ କରୁଛନ୍ତି ସେମାନେ ଜାଣିଥିବେ ଆଉ ଭାଇ ଆମର ଜାଣିଥିବେ ଯେ ଆମେ ଟିକେ ଲେଟ୍ ହେବାରେ ଢୁକିବା କାରଣ କ'ଣ ନା କ୍ଲାସରେ ବସିଗଲା ପରେ ଆମେ ଲେଟ୍ ହେବାରେ ଢୁକିଲେ ଆମେ ତ ଚିହ୍ନିବେ ଯେ ଇଏ ଆମର ଲେଟ୍ ହେବାରେ ପାଇଁ ଢୁକିବା ଆସିଲେ ମୁଁ ପ୍ରଥମ ବେଞ୍ଚରେ ସିଏ ହାଇଟ୍ କମ୍ ପତଳା ତାଙ୍କର ଏତେ ନମ୍ର କଲେଜ ଜୀବନକୁ ମୁଁ ଭୋଗ କରିଛି ଏତେ ନମ୍ର ଏତେ ସରଳ ଏବଂ ଭଦ୍ର ଥାନ୍ତି ଯିଏକି ମୁଁ ଆସିକି କ'ଣ କରିବି ସେ ବସିଥିବା ଜାଗା ନଥିବ ପେଲିକି ତାକୁ କରିଦେବ ତାଙ୍କର କିଛି ଆପତ୍ତି ସେବା ନାହିଁ ଏବଂ ସତ୍ୟବାଦୀ ସେଇ ପାଖରୁ ଯେତିକି ଜାଣିଛି ତାଙ୍କୁ ଜାଣିଥିଲି